ପିଲାମାନେ, କିଶୋର ଚକ୍ରର ଆଉ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମୟ ହେଇଗଲାଣି ପରା। ତାହେଲେ ଆଉ ଅପେକ୍ଷା କାହିଁକି କରିବା? ପିଲେ, ତମେମାନେ ତ ଜାଣ, ଆମେ ସମସ୍ତେ ସମୟର ଅଧୀନ। ସମୟର ସ୍ରୋତ ଅବିରତ ଗତିରେ ପ୍ରବାହିତ। ସେଥିପାଇଁ ଯଥା ସମୟରେ ସବୁ କାମ ସାରିବା ମଣିଷର କର୍ତ୍ତବ୍ୟ। ଆଉ ଆମ ସମସ୍ତଙ୍କୁ ଏକଥାକୁ ମନେ ରଖିବାକୁ ହେବ ଯେ ଟାଇମ୍ ଆଣ୍ଡ ଟାଇଡ୍ ୱେଟ୍ ଫର୍ ନୋନ୍। ହଁ ପିଲେ, ସମୟ କେବେ ବି କାହା ପାଇଁ ଅପେକ୍ଷା କରେନି। ଆମକୁ ସମୟ ସହିତ ତାଳ ଦେଇ ଚାଲିବାକୁ ହୁଏ। ସଠିକ୍ ସମୟରେ କାମ କରିବା ମାନେ ହିଁ ସମୟାନୁବର୍ତ୍ତିତା। ସେଇ ମଣିଷ ବିଜୟୀ ଓ ଯଶସ୍ୱୀ ହୁଏ ଯିଏ ସମୟର ମୂଲ୍ୟ ଠିକ୍ ଭାବରେ ବୁଝିଥାଏ। ଆମେ ଯଦି ମହାପୁରୁଷମାନଙ୍କ ଜୀବନୀ ଅନୁସରଣ କରିବା ତାହେଲେ ସମୟର ମୂଲ୍ୟ ଭଲ ଭାବରେ ବୁଝିପାରିବା। ତମେ ସବୁବେଳେ ସମୟର ମୂଲ୍ୟ ବୁଝି ତାର ସଦୁପଯୋଗ କଲେ ହିଁ ଜୀବନରେ ଜଣେ ଜଣେ ଆଦର୍ଶ ଛାତ୍ର ଏବଂ ବଡ଼ ହେଇ ଆଦର୍ଶ ମଣିଷ ହେଇପାରିବ। ହଉ ପିଲେ, ଏବେ ସମୟ ହେଇଯାଇଛି ଭଜନଟିଏ ଶୁଣିବାର। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଭଜନଟିକୁ ଗାଇଛନ୍ତି ଆଦ୍ୟାଶା ସ୍ୱାଇଁ।
ଏବେ ଚାଲିଛି ବର୍ଷା ଋତୁ। ଏଇ ଋତୁରେ ଟଗର, ତରାଟ, କଦମ୍ବ, କିଆ, କେତକୀ, ମାଳତୀ, ସେବତୀ, ହରଗୌରା ଏସବୁ ଫୁଲ ଫୁଟି ଆମ ପରିବେଶକୁ ସୁଗନ୍ଧିତ କରିଥାଏ। ହାଲକା ହାଲକା ପବନରେ ସେହି ସବୁ ଫୁଲର ବାସ୍ନା ଚତୁଃପାର୍ଶ୍ୱକୁ ମହକିତ କରିଥାଏ। ଠିକ୍ ସେମିତି ଏହି ବର୍ଷା ଋତୁରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଏ। ପର୍ବପର୍ବାଣୀ କଥାରୁ ତମେମାନେ ଜାଣିସାରିବଣି ଯେ ମୁଁ ଆଜି କୋଉ ପର୍ବ କଥା କହୁଛି। ହଁ, ଆଜି ତ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ମୁଁ ଭାବୁଛି ଏ ପର୍ଯ୍ୟନ୍ତ ଭଉଣୀମାନେ ବୋଧେ ନିଜ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସାରିବଣି। ହଁ, କେତେ ଖୁସିର ଦିନଟିଏ ଏଇ ରାକ୍ଷୀ ପୂର୍ଣ୍ଣିମା। ଏଇ ଦିନରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମ ହେଇଥିଲା। ସେଥିପାଇଁ ଏହି ଦିନକୁ ବଳଭଦ୍ର ଜନ୍ମ, ଗହ୍ମା ପୂର୍ଣ୍ଣିମା ଏବଂ ଶ୍ରାବଣ ମାସରେ ଏହି ପର୍ବ ପଡ଼ୁଥିବାରୁ ଆଜିର ଦିନକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ଭଳି ପବିତ୍ର ଦିନରେ ଆସ ଏହି ଦିନର ତାତ୍ପର୍ଯ୍ୟ ବିଷୟରେ ଅଧିକ କିଛି ଶୁଣିବା। ତମମାନଙ୍କ ପାଇଁ କହିଛନ୍ତି ଶ୍ୟାମସୁନ୍ଦର ଦାସ। ପିଲାଏ ଜାଣିଛ, ଆମ ସଂସ୍କୃତିର ମୂଳ କେନ୍ଦ୍ର ଶ୍ରୀଜଗନ୍ନାଥ। ଭାରତୀୟ ସଂସ୍କୃତିରେ ବିଭିନ୍ନତା ମଧ୍ୟରେ ଏକତାର ବୈଶିଷ୍ଟ୍ୟ ମହତ୍ତ୍ୱପୂର୍ଣ୍ଣ। ଏ ଦେଶରେ 12 ମାସରେ 13 ପର୍ବ ପାଳନ କରାଯାଇଥାଏ। ବିଭିନ୍ନ ସାଂସ୍କୃତିକ ପର୍ବପର୍ବାଣୀ ମଧ୍ୟରେ ଦୋଳ ପୂର୍ଣ୍ଣିମା ହୋଲି ଉତ୍ସବ, ଦଶହରାର ଦୁର୍ଗା ପୂଜା, ଜନ୍ମାଷ୍ଟମୀ, ରାମନବମୀ ଓ ରାକ୍ଷୀ ପୂର୍ଣ୍ଣିମା ଆଦି ପ୍ରଧାନ। ରାକ୍ଷୀ ପୂର୍ଣ୍ଣିମାର ଗୁରୁତ୍ୱ ସାରା ଭାରତବର୍ଷରେ ଦେଖିବାକୁ ମିଳେ। ଆମ ଜଗନ୍ନାଥ ସଂସ୍କୃତିର ମୂଳ କଥା ଈଶ୍ୱର ଏକ, ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏଠି ସର୍ବଧର୍ମର ସମନ୍ୱୟ ଘଟିଛି। ପିଲାମାନେ, ଆମ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ସେଥିପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଯୁଗେ ଯୁଗେ ଜାତି ଧର୍ମ ନିର୍ବିଶେଷରେ ଏ କ୍ଷେତ୍ରକୁ ବହୁ ସାଧୁସନ୍ଥ ମହାମାନୁଷୀମାନେ ଆସିଛନ୍ତି। ଶ୍ରୀଜଗନ୍ନାଥଙ୍କ ଚେତନାରେ ଉଦ୍ବୁଦ୍ଧ ହୋଇଥିବାର ବହୁ କିମ୍ବଦନ୍ତୀ ଦେଖିବାକୁ ମିଳେ। ମାନବବାଦର ପ୍ରତୀକ ଶ୍ରୀଜଗନ୍ନାଥ ସଂସ୍କୃତିରେ 12 ମାସରେ 13 ପର୍ବ ମଧ୍ୟ ପାଳନ କରାଯାଇଥାଏ। ସେଥିମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ହେଉଛି ଅନ୍ୟତମ। ଏହା ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ବଡ଼ ଦେଉଳରେ ବହୁ ଆଡ଼ମ୍ବରରେ ପାଳନ କରାଯାଏ। ସାନ ଭଉଣୀ ସୁଭଦ୍ରା ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ବନ୍ଧନ କରିଥାନ୍ତି। ଏହି ଉତ୍ସବ ସାରା ଭାରତବର୍ଷରେ ମଧ୍ୟ ପାଳନ କରାଯାଇଥାଏ। ଶ୍ରଦ୍ଧା, ସୁରକ୍ଷା, ବିଶ୍ୱାସ ଓ ସ୍ୱାଭିମାନର ପ୍ରତୀକ ହେଉଛନ୍ତି ରାକ୍ଷୀ। ଆଜି ରାକ୍ଷୀ ବନ୍ଧନ ଉତ୍ସବ ସାରା ଦେଶରେ ଧୁମଧାମରେ ବହୁ ଆଡ଼ମ୍ବରରେ ଘରେ ଘରେ ପାଳନ କରାଯାଉଥିବାର ଦେଖିବାକୁ ମିଳେ। ଭଉଣୀ ଭାଇର ଶୁଭ ମନାସି ରାକ୍ଷୀ ବାନ୍ଧୁଥିବା ବେଳେ ଭାଇ ଭଉଣୀକୁ ମିଠା ଖୁଆଉଛନ୍ତି। କିନ୍ତୁ ଏଭଳି ପରମ୍ପରା ଭାରତବର୍ଷରେ କେବେଠାରୁ ସୃଷ୍ଟି ହୋଇଛି ତାର କିଛି ସତ୍ୟାସତ୍ୟ ଅଦ୍ୟାବଧି ଦେଖିବାକୁ ମିଳେ ନାହିଁ। ପୌରାଣିକ ଆଖ୍ୟାୟିକା ମାନଙ୍କରୁ ଜଣାଯାଏ ଶ୍ରାବଣ ପୂର୍ଣ୍ଣମୀର ପରମ୍ପରା ବହୁ ପ୍ରାଚୀନ। ଏହାର ବୈଶିଷ୍ଟ୍ୟ ମଧ୍ୟ ବେଶ୍ ସୁସ୍ପଷ୍ଟ। ଗହ୍ମା ପୂର୍ଣ୍ଣିମାରେ ଭଗବାନ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ପଞ୍ଚଦଶ ଶତାବ୍ଦୀର ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ଏ ବିଷୟରେ ବହୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଦ୍ୱାପର ଯୁଗରେ ଯେତେବେଳେ ପ୍ରତାପୀ କଂସ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତିନିପୁରରେ ଆଧିପତ୍ୟ ବିସ୍ତାର କରିବାକୁ ବସିଲା, ଧରାକୁ ସରା ମନେ କଲା, ନିଜର ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରଖିଲା, ନିଜର ଭଉଣୀ ଭିଣୋଇ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଲା, ଦେବକୀର 6 ପୁତ୍ରଙ୍କୁ ପଥରରେ କଚାଡ଼ି ମାରିଲା, ସ୍ୱର୍ଗପୁରକୁ ଅଧିକାର କରିବାକୁ ବସିଲା, ସେତେବେଳେ ଦେବତାମାନେ ଆତଙ୍କିତ ହେଲେ। ଭୟରେ ଅତିଷ୍ଠ ହୋଇ ସୁରପତିଙ୍କ ଆଗରେ କଂସକୁ ନିଧନ କରିବା ପାଇଁ ପ୍ରାର୍ଥନା କଲେ। ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ, ସେହି ସମୟରେ ଭଗବାନ ମାନବ ରୂପରେ ଧରାବରଣ କରନ୍ତି। ସାଧୁସନ୍ଥମାନଙ୍କୁ ଉଦ୍ଧାର କରି ପାପୀମାନଙ୍କୁ ବିନାଶ କରନ୍ତି। ଧର୍ମର ପ୍ରତିଷ୍ଠା କରିଥାନ୍ତି। ଏହା ଯୁଗେ ଯୁଗେ ଘଟିଥାଏ। ସେଇଥିପାଇଁ ଭଗବାନ ଶ୍ରୀ ବଳରାମ ମା ରୋହିଣୀଙ୍କ ଗର୍ଭରୁ ଶ୍ରାବଣ ପୂର୍ଣ୍ଣିମାରେ ଧରାବରଣ କରିଥିଲେ। ସେଦିନ ଶୁକ୍ରବାର ଶୁଭବେଳାରେ ବଳରାମ ଜନ୍ମ ହେଲେ। ସେତେବେଳେ ଅଶେଷ ବ୍ରହ୍ମାଣ୍ଡ ଯାକ ତେଜମୟ ହୋଇଗଲା। ଦେବମାନବ ଆନନ୍ଦରେ ଅଧୀର ହୋଇଗଲେ। ଅଦିନରେ ବସନ୍ତ ବହିଲା। ସବୁ ଅଶୁଭ ଶୁଭ ହେଲା। ଏହି ସମୟରେ କଂସ ରାଜ୍ୟରେ ସବୁ ଅଘଟଣ ଘଟିଲା। କଂସ ପ୍ରମାଦ ଗଣିଲା। ଦେବତାମାନଙ୍କର ଆଉ ଭୟ ରହିଲା ନାହିଁ। ତିନିପୁରରେ ଆନନ୍ଦର ଛାୟା ଖେଳିଗଲା। ଭଗବାନ ବଳରାମଙ୍କର ଜୟ ଜୟ ଗାନ ହେଲା। ପ୍ରଭୁ ଦୁଷ୍ଟ
ଦୁଷ୍ଟ ବିନାଶ ପାଇଁ ଧରାବରଣ କଲେ। ଗୋ ବ୍ରାହ୍ମଣ ଓ ବସୁନ୍ଧରାକୁ ରକ୍ଷା କରିବା ପାଇଁ ପ୍ରଭୁ ଧରାବରଣ କଲେ। ସେହି ଦିନର ସ୍ମୃତିକୁ ବହନ କରି ବଳରାମଙ୍କ ଜନ୍ମଦିନକୁ ବଡ଼ ଦେଉଳରେ ପାଳନ କରାଯାଇଥାଏ। ଭଉଣୀ ସୁଭଦ୍ରା ଭାଇ ବଳରାମ ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଜଗନ୍ନାଥ ଧାମରେ ଏହି ରାକ୍ଷୀ ବନ୍ଧନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥାଏ। ଆଉ ଗୋଟିଏ କଥା, ପିଲାମାନେ, ଗହ୍ମା ପୂର୍ଣ୍ଣମୀର ଅନ୍ୟ ଏକ ବିଶେଷତ୍ୱ ଝୁଲଣ ଯାତ୍ରା। ଭକ୍ତମାନେ ଆନନ୍ଦ ଉଲ୍ଲାସରେ ରାଧାକୃଷ୍ଣଙ୍କୁ ଝୁଲଣରେ ବସାଇ ଝୁଲାଇଥାନ୍ତି। ଏହି ଉତ୍ସବ ସାରା ଭାରତ ବର୍ଷରେ ପାଳନ କରାଯାଇଥାଏ। ମଥୁରା, ବୃନ୍ଦାବନ ଆଦି ଧାମରେ ବହୁ ଆଡମ୍ବରରେ ଜାକଜମକରେ ପାଳନ କରାଯାଏ। ରକ୍ଷାବନ୍ଧନର ପୌରାଣିକତା ଭବିଷ୍ୟ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି, ଏହି ଦିନରେ ଦକ୍ଷିଣ ହସ୍ତରେ ଅଭିମନ୍ତ୍ରିତ ରାକ୍ଷୀ ବନ୍ଧନ କଲେ ମନୁଷ୍ୟ 1 ବର୍ଷ ନିମିତ୍ତ ବିପଦରୁ ରକ୍ଷା ପାଇଥାଏ। ସେଥିପାଇଁ ଆମ ଗାଁ ଗହଳରେ ପୂଜକମାନେ ମଠ ମନ୍ଦିରରେ ରାକ୍ଷୀ ପୂଜା କରି ସମସ୍ତଙ୍କ ଦକ୍ଷିଣ ହସ୍ତରେ ବାନ୍ଧିଥାନ୍ତି। ପଇତା ମଧ୍ୟ ପିନ୍ଧାଇଥାନ୍ତି। ତୁମେମାନେ ଦେଖିଥିବ ପିଲାମାନେ, ଆହୁରି ମଧ୍ୟ ଏକ କଥା ଉଲ୍ଲେଖ ଅଛି। ଇନ୍ଦ୍ର ଯେତେବେଳେ ବୃତାସୁର ସହିତ ଯୁଦ୍ଧ କରିବାକୁ ଗଲେ, ଯିବା ସମୟରେ ଇନ୍ଦ୍ରାଣୀ ଏହି ଦିନ ଇନ୍ଦ୍ରଙ୍କ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ। ପାଣ୍ଡବଙ୍କ ମା କୁନ୍ତୀ କୌରବମାନଙ୍କ ଠାରୁ ପାଣ୍ଡବମାନଙ୍କୁ ରକ୍ଷା କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ। ଗୋପପୁରରେ ଗୋପୀମାନେ ସମସ୍ତେ ବିପଦରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣଙ୍କ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ। ଆମ ଭାରତୀୟ ସଂସ୍କୃତିରେ ଗୋମାତା ଜଗତ ମାତା, ଏହା ତମେ ସମସ୍ତେ ଜାଣିଛ। ଯାହାଙ୍କଠାରେ 33 କୋଟି ଦେବତା ବସବାସ କରନ୍ତି ବୋଲି ଆମର ବିଶ୍ୱାସ ଅଛି ଏବଂ ସେ ଆମର ମା ଭଳି ଲାଳନ ପାଳନ କରୁଥିବାରୁ ଏହି ଦିନ ଗୋମାତାକୁ ପୂଜାର୍ଚ୍ଚନା କରାଯାଏ ଏବଂ ଗୋମାତାଙ୍କ ଠାରେ ରାକ୍ଷୀ ବନ୍ଧନ କରାଯାଏ। କୃଷିର ପ୍ରତୀକ ବଳଦମାନଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇ ତାଙ୍କଠାରେ ରାକ୍ଷୀ ବନ୍ଧନ କରାଯାଏ। ଆମ ଘରେ ଘରେ ସକଳ ସଂସାରକୁ ଦୁଃଖ କଷ୍ଟରୁ ରକ୍ଷା କରିବା ପାଇଁ ଭାଇ ଭଉଣୀ ହାତରେ ରାକ୍ଷୀ ବାନ୍ଧିଥାଏ। ଏହା ବ୍ୟତୀତ ଭଗବାନଙ୍କୁ ରକ୍ଷା କରିବା ପାଇଁ ରାକ୍ଷୀ ଭକ୍ତ ବିଶ୍ୱାସର ପ୍ରତୀକ ସ୍ୱରୂପ ପ୍ରଦାନ କରିଥାଏ। ତେଣୁ ଏହି ଦିନ ସାରା ଦେଶର ମଠ ମନ୍ଦିର ଉତ୍ସବ ମୁଖର ହୋଇଥାଏ। ପିଲାମାନେ, ତମେ ଜାଣ, ଆମ ଦେଶର କୁନି କୁନି ପିଲାମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦେଶର ସୁରକ୍ଷା ପାଇଁ ରାକ୍ଷୀ ବନ୍ଧନ କରିଥାନ୍ତି। ରକ୍ଷାବନ୍ଧନ ଉତ୍ସବ ଯଥାର୍ଥରେ ଶ୍ରଦ୍ଧା, ସୁରକ୍ଷା, ବିଶ୍ୱାସ ଓ ସ୍ୱାଭିମାନର ପ୍ରତୀକ। ଏହା ଏକ ଦେହାତୀତ ସ୍ତରର ଭାବ ବିଶ୍ୱାସର କଥା। ଯିଏ ଯାହାକୁ ଶ୍ରଦ୍ଧା ଓ ବିଶ୍ୱାସ କରେ ସେ ତାଙ୍କ ହାତରେ ରକ୍ଷା କବଚ ବା ରାକ୍ଷୀ ବନ୍ଧନ କରିଥାଏ। ରାକ୍ଷୀକୁ କେବଳ ତୁମେମାନେ ଏକ ବସ୍ତୁ ଭାବରେ ଗ୍ରହଣ କରିବ ନାହିଁ। ରାକ୍ଷୀ ବନ୍ଧନର ପବିତ୍ରତାକୁ ହୃଦୟଙ୍ଗମ କରିବା ସହିତ ଏହି ପର୍ବର ମହତ୍ତ୍ୱକୁ ବୁଝିବା ଆବଶ୍ୟକ। ଆଜି ଆମ ବିଶ୍ୱ ଏକ ପରିବାର। ଆମେ ସମସ୍ତେ ଭାଇ ଭଉଣୀ। ଭାଇଚାରାର ପର୍ବ ରାକ୍ଷୀ ବନ୍ଧନ ଉତ୍ସବର ଅନ୍ତର୍ନିହିତ ତାତ୍ପର୍ଯ୍ୟ ବୁଝିବା ଜରୁରୀ। ଯିଏ ଆମ ହାତରେ ରାକ୍ଷୀ ବନ୍ଧନ କରୁଛନ୍ତି ତାଙ୍କୁ ଆମେ ସୁରକ୍ଷା ଦେବା ଆମର ପ୍ରଧାନ କର୍ତ୍ତବ୍ୟ। ମାଟି ମା, ଯାହା ବୁକୁରେ ଆମେ ହସି ଖେଳି ବଡ଼ ହଉ, ଏଇ ମାଟିରେ ସୁନା ଫଳେ, ଶସ୍ୟ ଶ୍ୟାମଳା ଭରା। ଏଇ ମାଟି ମା ସମସ୍ତଙ୍କୁ ଜାବୁଡ଼ି ଧରିଛି ତାରି କୋଳରେ। ତାହେଲେ ପିଲେ ଆସ ଶୁଣିବା ମାଟି ମାର ବନ୍ଦନା। ଗାଇଛନ୍ତି ଆଦ୍ୟାଶା ସ୍ୱାଇଁ, ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପଥାଳ। भाई रे
केते फूल फूटे बासना चहटे केते फूल फूटे बासना चहटे बहई शीतल बारे एया माटी माँ आई रे एया माटी माँ তাহারি কোলারে হইছু জনম করি ଯିବା କିଛି তাহা লাগি কাম তাহারি কোলারে হইছু জনম করি ଯିବା କିଛି তাহা লাগি কাম সফল করিবা আমরি জনম সফল করিবা আমরি জনম রাখি ଯିବା কারণারে এয়া মাটি মাঁ ভাই রে এয়া মাটি মাঁ সুজলা সুফলা শস্যরে শ্যামলা মমতাময়ী সে সন্তান বছলা সুজলা সুফলা শস্যরে শ্যামলা মমতাময়ী সে সন্তান বছলা কেতে ফুল ফুটে বাসনা চহটে কেতে ফুল ফুটে বাসনা চহটে বহই শীতল বারে এয়া মাটি মাঁ এয়া মাটি ତମେମାନେ ତ ଦେଖୁଛ ପିଲେ ଭାରତୀୟ ମହାକାଶ ବିଜ୍ଞାନୀମାନେ କେମିତି ସଫଳତା ପାଇ ଚାଲିଛନ୍ତି। ହେଲେ ତମେ ଜାଣିଛ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ହେଉଛନ୍ତି ବିକ୍ରମ ସାରାଭାଇ। ସେ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ, ଯିଏ ମହାକାଶ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ଆଣବିକ ଶକ୍ତି ବିକାଶରେ ସାହାଯ୍ୟ କରିଥିଲେ। ତାଙ୍କର କୃତିତ୍ୱ ପାଇଁ ସେ ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ଉପାଧି ପାଇଥିଲେ। ଅଗଷ୍ଟ ମାସ 12 ତାରିଖରେ ତାଙ୍କର ଜନ୍ମଦିନ। ଆସ ତାଙ୍କୁ ମନେ ପକାଇ ତାଙ୍କୁ ଆମର ସମ୍ମାନ ଜଣାଇ ଶୁଣିବା ତାଙ୍କରି ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ପ୍ରତାପ କୁମାର ପତି। ସୃଷ୍ଟିର ବିକାଶ ଧାରାରେ ବିଜ୍ଞାନର ମହତ୍ତ୍ୱ ଅତୀବ ଗୁରୁତ୍ୱପୂର୍ଣ୍ଣ। ମାନବିକ ଜୀବନଧାରାର ସର୍ବବ୍ୟାପକ ସମୃଦ୍ଧି ବିଜ୍ଞାନ ବିନା ଅସମ୍ଭବ। ବୃକ୍ଷର ଜୀବନଧାରଣ ବିଜ୍ଞାନ, ମନୁଷ୍ୟର ଅସ୍ତିତ୍ୱ ହିଁ ବିଜ୍ଞାନ। ଏହି ବିଜ୍ଞାନ ସମ୍ବନ୍ଧରେ ଚିନ୍ତା କରୁ କରୁ ଗଣିତ ପଦାର୍ଥ ବିଜ୍ଞାନ ଓ ପରମାଣୁ ପଦାର୍ଥ ବିଜ୍ଞାନରେ ମନ ବଳାଇଥିଲେ ବୈଜ୍ଞାନିକ ବିକ୍ରମ ସାରାଭାଇ। 1919 ମସିହା ଅଗଷ୍ଟ ମାସ 12 ତାରିଖରେ ଅହମ୍ମଦାବାଦ ନଗରରେ ଜନ୍ମଗ୍ରହଣ କରିଥିଲେ ବିକ୍ରମ ସାରାଭାଇ। ତାଙ୍କ ପିତାଙ୍କ ନାମ ଥିଲା ଅମ୍ବାଲାଲ ସାରାଭାଇ। ସେ ଥିଲେ ବ୍ୟବସାୟୀ। ମାତାଙ୍କ ନାମ ଥିଲା ଅନସୂୟା। ବିକ୍ରମ ଜଣେ ସାମାଜିକ, ନୈତିକ, ଦାୟିତ୍ୱଜ୍ଞ ଏବଂ ଦେଶଭକ୍ତ ଭାବେ ସୁପରିଚିତ। ପିଲାଦିନରୁ ତେଜସ୍ୱୀ ଭଳି ଦିଶୁଥିଲେ ବିକ୍ରମ। ସେ ଗଣିତ, ବିଜ୍ଞାନ, ଭାଷା, ସଙ୍ଗୀତରେ ନିପୁଣ ଥିଲେ। ସେ ଉଚ୍ଚତାରେ ଗେଡ଼ା ଥିଲେ। ଶରୀର ଦୁର୍ବଳ ଓ ପତଳା ଥିଲା। ତାଙ୍କୁ କେହି ଦେଖିଲେ ବିଶ୍ୱାସ କରିବେ ନାହିଁ ଯେ ସେ ଜଣେ ବିଜ୍ଞାନ ଛାତ୍ର। ସେ ଏତେ ଛୋଟ ବୟସରୁ କିପରି ଏତେ କଷ୍ଟ ପାଠକୁ ଅଧ୍ୟୟନ କରିପାରିବେ ତାହା କେହି ବିଶ୍ୱାସ କରିପାରୁନଥିଲେ। ସେ ଥିଲେ ଖୁବ୍ ମେଧାବୀ। ସାରା ଜୀବନ ବିଜ୍ଞାନରେ ଗବେଷଣା କରି ନିଜର ନିଷ୍ଠା, ପ୍ରତିଭା ତଥା ଅନନ୍ୟ ଦୃଷ୍ଟିକୋଣ ବଳରେ ବିଶ୍ୱ ପ୍ରସିଦ୍ଧ ହୋଇପାରିଥିଲେ। ତେଜସ୍ୱୀ ବିକ୍ରମଙ୍କୁ ପାଠ ପଢ଼ାଇବା ପାଇଁ ପିତା ଅମ୍ବାଲାଲ ତାଙ୍କ ବାସଭବନରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ। ଏହି ବିଦ୍ୟାଳୟରେ 16 ଜଣ ବିଦ୍ୟାର୍ଥୀ ନାଁ ଲେଖାଇଥିଲେ। ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଥିଲେ। ବର୍ତ୍ତମାନ ବିଦ୍ୟାର୍ଥୀଙ୍କ ପାଇଁ ଯେଉଁ ନିୟମ ପ୍ରଚଳିତ ହୋଇଅଛି ତାହା ପ୍ରାଚୀନ କାଳରେ ନଥିଲା। ପରୀକ୍ଷାର ଚିନ୍ତା ମଧ୍ୟ ନଥିଲା।
ଯଦି ବିଦ୍ୟାଳୟକୁ କେହି ଅତିଥି ଆସୁଥିଲେ ସେତେବେଳେ ବିଦ୍ୟାର୍ଥୀମାନଙ୍କ ସହ ଜ୍ଞାନ ଚର୍ଚ୍ଚା ହେଉଥିଲା। ତେଜସ୍ୱୀ ବିକ୍ରମ ଅହମ୍ମଦାବାଦ ନଗରରେ RC ମାଧ୍ୟମିକ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ 1935 ମସିହାରେ ଗୁଜରାଟ କଲେଜରେ ନାମ ଲେଖାଇଥିଲେ। ସେଠାରେ 2 ବର୍ଷ ପଢ଼ିବା ପରେ ଅଧିକ ପଢ଼ିବା ପାଇଁ ବିଦେଶ ଯାତ୍ରା କଲେ। 1937 ମସିହାରେ ଇଂଲଣ୍ଡର କେମ୍ବ୍ରିଜ ସହରର ସେଣ୍ଟ ଜାନ୍ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ 3 ବର୍ଷ ଅଧ୍ୟୟନ ପରେ 1940 ମସିହାରେ ଗଣିତ ପଦାର୍ଥ ବିଜ୍ଞାନରେ ଗବେଷଣା କଲେ। ଏହାପରେ ପରମାଣୁ ପଦାର୍ଥ ବିଜ୍ଞାନରେ ମନୋନିବେଶ କଲେ। ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏହିଭଳି ସ୍ଥିତିରେ ବିକ୍ରମ ଗବେଷଣା ଛାଡ଼ି ନିଜ ଦେଶକୁ ଫେରି ଆସିଥିଲେ। ଫେରିଲେ ସତ, ଏଠାରେ କରିବେ କ'ଣ? ଠିକ୍ ଏହି ପରିସ୍ଥିତିରେ ବୈଜ୍ଞାନିକ CV ରମଣ ବା ଯାହାଙ୍କର ପୁରା ନାମ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ସହ ସାକ୍ଷାତ ହେଲା। ରମଣଙ୍କ ଦ୍ୱାରା ପ୍ରତିଷ୍ଠିତ ବେଙ୍ଗାଲୋର ସହରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବା ଭାରତୀୟ ବିଜ୍ଞାନ ଗବେଷଣା ସଂସ୍ଥାରେ ସଂଯୁକ୍ତ ହେଲେ ଏବଂ ବ୍ରହ୍ମାଣ୍ଡ କିରଣ ବିଷୟରେ ଗବେଷଣା କଲେ। ଏଥିପାଇଁ ବିକ୍ରମ ବେଙ୍ଗାଲୋର, ପୁନେ ଓ କାଶ୍ମୀର ସହରକୁ ଅଧିକ ଗବେଷଣା ପାଇଁ ଯାତ୍ରା କଲେ। ସେଠାରେ ମହାଜାଗତିକ ରଶ୍ମି ସମ୍ବନ୍ଧରେ ଅଧିକ ଜ୍ଞାନ ଆହରଣ କଲେ। ସରଳ ଭାଷାରେ କହିଲେ, ମହାକାଶରୁ ପୃଥିବୀ ଆଡ଼କୁ ଯେଉଁ ଶକ୍ତିଶାଳୀ କିରଣ ଗୁଡ଼ିକ ଆସୁଛି ତାହାକୁ ମହାଜାଗତିକ ରଶ୍ମି କୁହାଯାଏ। ସତରେ ସେ ଜଣେ ବୈଜ୍ଞାନିକ ହେବେ ତାହା ହିଁ ତାଙ୍କ ଜନ୍ମ ବେଳରୁ ହିଁ ଜଣାପଡ଼ୁଥିଲା। ଶକ୍ତିଶାଳୀ ଆମେରିକା ଦେଶ ଜାପାନ ଦେଶ ଉପରେ ଯେଉଁ 2 ଗୋଟି ପରମାଣୁ ବୋମା ନିକ୍ଷେପ କରିଥିଲା, ଲିଟିଲ୍ ବୟ ଏବଂ ଫ୍ୟାଟ୍ ମ୍ୟାନ୍, ତାହା ସମ୍ବନ୍ଧରେ ମଧ୍ୟ ଗବେଷଣା ଜାରି ରଖିଥିଲେ। କେବଳ ଏତିକି ନୁହେଁ, ବ୍ରହ୍ମାଣ୍ଡ କିରଣ, ବାତାବରଣ, ଅନ୍ତରିକ୍ଷ ବିଷୟରେ ଗବେଷଣା କରିଥିଲେ। 1942 ମସିହାରେ ମୃଣାଳିନୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ମୃଣାଳିନୀ ବେଶ୍ ନୃତ୍ୟପ୍ରିୟ ଥିଲେ। ଏଣୁ ତାଙ୍କ ପିତା ଅହମ୍ମଦାବାଦ ନଗରରେ ଏକ ନୃତ୍ୟ ସଂସ୍ଥା ଗଠନ କରିଥିଲେ, ଯାହାର ନାମ ଥିଲା ଦର୍ପଣ। ଏହି ଦର୍ପଣ ନାମକ ସଂସ୍ଥା ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲା। ଏହାକୁ ଭିତ୍ତି କରି ବିକ୍ରମ ଏକ ଗବେଷଣା ନିବନ୍ଧ ଲେଖିଥିଲେ। ସେ ସମୟରେ ତାଙ୍କ ନାମ ସମସ୍ତେ ଜାଣି ଯାଇଥିଲେ। ସତରେ ତାଙ୍କର ପତ୍ନୀ ମୃଣାଳିନୀ ଦେଶ ବିଦେଶରେ ମଧ୍ୟ ଅନେକ ପ୍ରମାଣପତ୍ର ସହିତ ସ୍ୱର୍ଣ୍ଣ ପଦକ ମଧ୍ୟ ଲାଭ କରିଥିଲେ। ଏଣୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ବିକ୍ରମଙ୍କର ଗୋଟିଏ ପୁତ୍ର ଥିଲା ଯାହାଙ୍କର ନାମ କାର୍ତ୍ତିକେୟ। ତାଙ୍କର ଗୋଟିଏ ପୁତ୍ରୀ ଥିଲା ଯାହାଙ୍କର ନାମ ମଲ୍ଲିକା। ସତରେ ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ପ୍ରୟୋଗଶାଳା ବିଜ୍ଞାନ ପାଇଁ ଏକ ପବିତ୍ର ଧର୍ମସ୍ଥାନ। ଏହି ପ୍ରୟୋଗଶାଳାରେ ଅନେକ ଗବେଷକ, ଶିକ୍ଷାବିତ୍ ଯୋଗଦାନ କଲେ। 1934 ମସିହାରେ ଅହମ୍ମଦାବାଦ ନଗରରେ ଫିଜିକାଲ ରିସର୍ଚ୍ଚ ବା ଶାରୀରିକ ଗବେଷଣା ପ୍ରୟୋଗଶାଳା ସ୍ଥାପନ କଲେ। ବିଦ୍ୟାର୍ଥୀମାନଙ୍କ ପାଇଁ କମ୍ୟୁନିଟି ସାଇନ୍ସ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରିଥିଲେ। ବିକ୍ରମ କେବଳ ବୈଜ୍ଞାନିକ ନଥିଲେ, ସେ ଥିଲେ ବିଜ୍ଞାନ ସଂସ୍ଥାଗୁଡ଼ିକର ସ୍ଥାପକ ଓ ପ୍ରେରକ। ଏଥିପାଇଁ ତାଙ୍କୁ 1962 ମସିହାରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ମତରେ ବିଜ୍ଞାନ ସହିତ ହିଂସା ସଂଯୋଗ ହେଲେ ଭାରତର ସର୍ବନାଶ ହେବ, କିନ୍ତୁ ବିଜ୍ଞାନ ସହିତ ଅହିଂସାର ମିଳନ ହେଲେ ଭାରତର ସବୁ ଦିଗରେ ସର୍ବୋଦୟ ହେବ। ବିକ୍ରମ ନିଜର ବୈଜ୍ଞାନିକ ପ୍ରତିଭାକୁ ଜାଣିବା ପାଇଁ ବା ତାଙ୍କ ପ୍ରତିଭାକୁ ବିକାଶ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଯାହାକୁ ଆମେ ଇସ୍ରୋ ବୋଲି କହୁ, ସେଥିରେ ଯୋଗ ଦେଇ ମହାକାଶର ଗତିବିଧି ଉପରେ ଗବେଷଣା କରି ବିଶ୍ୱ ଦରବାରରେ ପରିଚିତ ହୋଇପାରିଥିଲେ। ଭାରତବର୍ଷର ପୂର୍ବତନ ମହାମହିମ ରାଷ୍ଟ୍ରପତି APJ ଅବଦୁଲ କଲାମ ତାଙ୍କର ସହଯୋଗୀ ଥିଲେ। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମାନସ ପଟରେ ଅମର ହୋଇ ରହିଛନ୍ତି। ଜୀବନର ଶେଷ ସୋପାନରେ ତାଙ୍କ ଜୀବନ ଚର୍ଚ୍ଚାରେ ବୈଜ୍ଞାନିକ ଗବେଷଣା ଧାରା ଅତୁଟ ରହିଥିଲା। ସେ ବିଜ୍ଞାନ କ୍ଷେତ୍ରରେ ଭାରତର ନାମକୁ ସାରା ବିଶ୍ୱ ଦରବାରରେ ପ୍ରତିପାଦିତ କରିଥିଲେ। ଏହି ମହାନ ଯୋଗଜନ୍ମା ବୈଜ୍ଞାନିକ 1971 ମସିହା ଡିସେମ୍ବର 29 ତାରିଖ ଦିବା 12 ଘଟିକା ସମୟରେ ଦେଶବାସୀଙ୍କୁ ଛାଡ଼ି ଚିରନିଦ୍ରାକୁ ଗ୍ରହଣ କଲେ। ଦେଶବାସୀ ଏହାକୁ ଗ୍ରହଣ କରିପାରିଲେ ନାହିଁ। ତାଙ୍କର ବୟସ ହୋଇଥିଲା 52 ବର୍ଷ। ବିକ୍ରମଙ୍କର ପରାକାଷ୍ଠା ପାଇଁ ତାଙ୍କୁ ଭାରତବର୍ଷ ମରଣୋତ୍ତର ପଦ୍ମବିଭୂଷଣ ଉପାଧିରେ ଭୂଷିତ କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ବିକ୍ରମ ବୈଜ୍ଞାନିକ ସତ୍ୟ
କିନ୍ତୁ ତାଙ୍କର ଉତ୍ତମ ଶାନ୍ତ ସରଳ ସ୍ୱଭାବ ପାଇଁ ଦେଶ କୋଟି କୋଟି ପ୍ରଣାମ ଜଣାଉଛି ଏବଂ କହୁଛି ବିକ୍ରମ ଅମର ରହେ। ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଚକ୍ର।